এই দুর্গুণটা আছে ଆଉ ପହଞ୍ଚିଲା ଯେତେବେଳେ ରାଣୀ ଅନ୍ତପୁରରେ ଆଜ୍ଞା ସେତେବେଳେ ରାଣୀ ନଥାନ୍ତି ଅନ୍ତପୁରରେ ଦାସୀଟିଏ ଥାଏ ତା ନାଁ ହେଲା ଚପଳା। ଚପଳା ନାମକ ଦାସୀ ଜଣିଏ ଥିଲା। ରାଜା ପଚାରିଲା ଚପଳାକୁ କହିଲା ଲୋ ଚପଳା ତୋ ମା କୁଆଡେ ଗଲା? ମଣିମା କଣ ତ ମା ଆଗରେ ପ୍ରକାଶ କରିବି ଏଇଲେ ବର୍ତ୍ତମାନ ମା ଥିଲେ ବର୍ତ୍ତମାନ ବାହାରକୁ ଟିକେ ଯାଇଛନ୍ତି ନା ସଖୀ ମାନଙ୍କ ସାଙ୍ଗରେ ମା ଟିକେ ଉପବନ ବିହାର କରିବାକୁ ଯାଇଛି ବାହାର ବିହାର ସମୟ। ଆଜ୍ଞା 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 ଏ ସବୁବେଳେ ଏଇ ଜାଗାରେ କେତେ ବସିଥିବେ ମତେ ଜଗେଇ ଦେଲେ ବର୍ତ୍ତମାନ କହିଲେ ତୁମେ ଜଗେଇଥା ମୁଁ ଯାଉଛି ଟିକେ ପବନ ଖାଇ। ରାଜା କହିଲା ଆରେ ବାଃ କେଡେ ସୁନ୍ଦର। ଆଚ୍ଛା ଅରଣ୍ୟ ଭିତରେ ମୋର ରାଜ ଉଦ୍ୟାନ ବାସ୍ ପୁଷ୍ପ ବାଟିକା କୁଳୁ କୁଳୁ ହେଇ ବହି ଯାଉଛି ଝରଣା। ଆଚ୍ଛା ପୁଷ୍ପ ମାନଙ୍କର ସୁଗନ୍ଧ ବିଭିନ୍ନ ପ୍ରକାର ଫୁଲ ଫୁଟିଛି ଭ୍ରମର ମାନଙ୍କର ଗୁଣୁ 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 ଶବ୍ଦ। ଏଡେ ସୁନ୍ଦର ସ୍ଥାନକୁ ମୋ ସ୍ତ୍ରୀ ଯେତେବେଳେ ଯାଇଛି ସେତିକି ବେଳେ ସ୍ତ୍ରୀ ପ୍ରେମଟା ଭାରି ମିଠା ଲାଗିବ। ଆଚ୍ଛା 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 ରାଜା କେତେ ଉପରକୁ ଯାଇଛନ୍ତି ଅନୁମାନ କରେ। ବିଚାର କରି ରାଜା ବାହାରିଲା ଉପବନକୁ। ହେଲେ କହିଲା ସଖୀ ମାନଙ୍କ ସାଙ୍ଗରେ ଆଜ୍ଞା ମୋ ସ୍ତ୍ରୀ କଣ କଥା ହଉଛି ଟିକେ ଶୁଣିବିନି? ମୋଲା ନିଶ୍ଚିତ ଦେଖିବା କେମିତିଆ କଥା ହଉଛି। ଦି ଜଣ ପୁଅ ପିଲା ଯଦି ବସରେ ବସିକି ଦିଲ୍ଲୀ ପର୍ଯ୍ୟନ୍ତ ଯିବେ ଯାଉଛନ୍ତି ତାଙ୍କ ଭିତରେ କଥାବାର୍ତ୍ତା ନାହିଁ ନାଇଁ ସେ ବସିଥିବେ। ଯଦି ଦି ଜଣ ସ୍ତ୍ରୀ ଲୋକ ଗୋଟେ ସିଟରେ ବସିକି ଗଲେ ଆଜ୍ଞା ତାଙ୍କର ଆରମ୍ଭ ହବ ଆଲୋ ନାନୀ ତମ ଘର କୋଉ ଗାଁ କିଲୋ? ଏଲୋ ଆମ ଘର ହଉଛି ବଡମ୍ବା ନରସିଂହପୁର ଲୋ। ତମର ପିଲା ଛୁଆ କେତେଟା? ଏ ନାନୀ କଣ କହିଗଲ ପୁଅ ଦିଟା ଝିଅ ଦିଟା ଆଉ ପୁଅଟି ମିଲିଟାରୀ ଚାକିରି କରିଛି ଆଉ ସାନ ପୁଅଟି ରେଷ୍ଟୁରାଣ୍ଟ ଦୋକାନରେ ଅଛି। ନାନୀ ତମ ସ୍ୱାମୀ କଣ କରନ୍ତି? ରିକ୍ସା ଭିଡନ୍ତି। ସିଏ ପଚାରିବ କିଲୋ ତମ ନାଁ କଣ? ହ୍ୟାଲୋ ନାନୀ ତୋ ନାଁ କଣ କିଲୋ? ତମ ସ୍ୱାମୀ କଣ କରନ୍ତି? ବାସ୍ ତମର ପିଲା କେତେଟା? ସେ ଜଟଣୀ ନିରଞ୍ଜନପୁର ଯଦି ଦିଲ୍ଲୀ ପର୍ଯ୍ୟନ୍ତ ଯିବେ ତାଙ୍କ କଥାବାର୍ତ୍ତା ସରିବନି। କିନ୍ତୁ ଦି ଜଣ ପୁଅ ପିଲା ବସିଥିବେ ଚୁପ୍। ସେ କେହି କାହାକୁ ସହଜେ କଥା କହିବେନି। ନାଇଁ 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 ଯେଝା ମନକୁ ମାରିକି ସଖୀ ମାନଙ୍କ ସାଙ୍ଗରେ ବୁଲୁଛନ୍ତି ରାଣୀ ମା। ଆଚ୍ଛା ଠିକ ଏତିକି ବେଳେ ଗୋଟେ ଧଳା ଫୁଲ ଉପରେ ଭଅଁରଟିଏ ବସି ଏ ଭଅଁରଟାକୁ ଦେଖି ରାଣୀ ସଖୀ ମାନଙ୍କୁ ପଚାରିଲା। କଣ ପଚାରୁଛି? କହିଲା ସଖିଲୋ ଏ ଧଳା ଫୁଲଟା ଉପରେ ଯୋଉ ଭଅଁରଟା ବସିଛି ଇଏ କେମିତି ଦେଖା ଯାଉଛି ଗୋଟେ ଉପମା ଦେଲୁ। ଇଏ ମା କଣ କେମିତି ଦେଖା ଯାଉଛି ବୋଲି କହୁଛ ମ ସେଇ କଥା? ଏ ଧଳା ଫୁଲରେ ଏଇ ଯୋଉ କଳା ଭ୍ରମରଟା ବସିଛି ଅତି ସୁନ୍ଦର ଦେଖା ଯାଉଛି ଲୋ। ଗୋଟିଏ ହେଲା ଉପମା ଗୋଟିଏ ହେଲା ଉପମେୟ। ଆଚ୍ଛା ଯାହାକୁ ତୁଳନା କରାଯାଏ ସେ ହେଲା ଉପମା ଯାହା ସହିତ ତୁଳନା କରାଯାଏ ସେ ହେଲା ଉପମେୟ। ପଚାର ଦେଲା ରାଣୀ କହିଲା କେମିତି ଦେଖା ଯାଉଛି? ପାଲା ବାଲା ଆଜି ମୁଁ କରୁଛି ଯଦୁମଣି ସାହିତ୍ୟ ରୁକ୍ମିଣୀ ପରିଣୟ। ବହି ଟିକେ ଦେଖୁଥା।
ତମେ ତ ମୋବାଇଲ ଚିପା ଗାୟକ। ହଁ ମ ଅନ୍ୟ ଗାୟକ ମାନଙ୍କ ପାଖକୁ ଫୋନ କରିବ। ଆଜିକାଲି ପାଲାରେ ଆଉ କଷ୍ଟ ନାହିଁ ଆଜ୍ଞା। ବାସ୍ ଆଜିକାଲି ପାଲା ଗାୟକ ମାନେ ଆଉ ବହି କିଣୁନାହାନ୍ତି। ନାଇଁ ନାଇଁ ମୋବାଇଲରେ ଦେଖି ସବୁ ଅନୁକରଣ କରି ନେଉଛନ୍ତି ଆଉ। ମୋବାଇଲରେ ରେକର୍ଡିଂ କରିକି ନେଇଗଲେ ଘରେ ବସିକି ପଜ ମାରି ମାରି ତାକୁ ଲେଖିକି ଘୋଷିଲେ। ପରିଶ୍ରମ ଆଉ ଅଛି? ଆଉ ନାହିଁ, ଆଉ ବହି କିଣିବାକୁ ପଡୁନି। ଦୁଇରେ ଗାୟକ ଆମେମାନେ ସେତେବେଳେ ପାଲା ଗାଇଲା ବେଳେ ଯଦି ଯେଉଁ ଗାୟକ ଅନ୍ୟ ଗାୟକର ବିଷୟକୁ ଧରି ପାରୁନଥିଲା, ଆଚ୍ଛା, ତାକୁ ଅନୁଷ୍ଠାନ ରାତି ପାଇଲେ ଗଣ୍ଠିଲି ବୁହାଉଥିଲା। ଗେଟ୍ ଆଉଟ୍, ଗେଟ୍ ଆଉଟ୍, ଆମେ ଆଉ ଗୋଟେ ଗାୟକ ଆଣିବୁ। ବାସ୍। କିନ୍ତୁ ଆଜିକାଲି ତା ଚାଲୁଛି କି? ନାଇଁ 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 ନାଇଁ, ଯୋଉ ଗାୟକ ଆସୁଛି ବାସ୍ ତାକୁ ଚଳେଇଦବା। ଆଉ କଣ ଚଳେଇଦବା? କଥା କହିକି ଲାଭ କଣ? ଚଳେଇଦବା। ଆଉ ନା ପଚାମ୍ବ ଯେବେ ହୋଇବ ପକ୍କା, ପଚାମ୍ବ ଯେବେ ହୋଇବ ପକ୍କା, ବୁଢୀ ହାତ ଯେବେ ଧରିବ ଟୋକା, ସେବେଟି ହୋଇବ ଭାତ ନକେଇ, ସେବେଟି ହୋଇବ ଭାତ ନକେଇ, କାମ ଚଳେ ସିନା ତ୍ରୁପତି ନାଇଁ, ନୂଆ ନୂଆ ଆମ୍ବ ଆଇଥବ, ବାଦାମ ବାଡି ଯାଇଥବ, ବାପା ଲୋ କେଜି 120 ଟଙ୍କା ନେଇଥାଉ, ଦିଟା ଆମ୍ବ ଉଠିଥବ, ବଟ ବଟ ଆମ୍ବ ଆଉ ଘରକୁ ନେଇକି ଆଇଲୁ, କାଟିଦେଲୁ ପନିକିରେ, ଗୋଟେ ଆମ୍ବ ପୋକରା ପଇଲା, ତାକୁ ଫୋପାଡ଼ି ଦବୁ। ଦିଅ ମୋ ଟିକେ ଚାଞ୍ଚି ଦିଅ। ଯୋଉଠି ପୋକ ଅଛି ସେଇଠୁ ସେଇ ବାହାର କରିଦିଅ, ଚାଞ୍ଚି ଦିଅ। ବାଇଗଣ କିଲୋ ଯଦି 5 ଟଙ୍କା ହେଇଥିବ, ପୋକରା ଯଦି ଟିକେ ପଇଲା ତାକୁ ଫୋପାଡ଼ି ଦିଅ। ଫୋପାଡ଼ି ଦେ, ନହେଲେ ଗାଈ କୁଣ୍ଡରେ ଦେଇଦେ। ବାଇଗଣ କେଜି ଯଦି 80 ଟଙ୍କା ହେଇଥିବ, ପୋକରା ଟିକେ ପଡିଛି, ତାକୁ ଆମ ସ୍ତ୍ରୀ ଫିଙ୍ଗି ଦଉଛି? ନାଇଁ ନାଇଁ, ସେଇଠୁ ଖାଲି ଛେଲେଇକି ପକେଇ ଦବ, ଟିକେ ଚାଞ୍ଚି ଦଉଛି, କାମ ଚଳେଇ ଦବ। ଆମ ବୁଢୀ ହାତ ଯେବେ ଧଇଲା ଟୋକା, ଆଚ୍ଛା, ଗୋଟେ ବୁଢୀଟେ ହେଇଥିବ, ତା ବୟସ ହେଇଥିବ 60, ତାକୁ 25 ବର୍ଷର ଗୋଟେ ଟୋକା ବାହା ହବ। ଏ କଣ ସୁନ୍ଦର? ନାଇଁ ମ, ସାଙ୍ଗସାଥି ଭୋଜି କରୁଥବ, ଆଚ୍ଛା, କାମ କେବଳ ଚଳିବା କଥା ନା? ଖାଲି କାମ ଚଳେଇବା କଥା। ଆମ୍ବ ଯେତେ ରେଟ୍ ହେଇଥାଉ, ଯେତେ ପୋକରା ହେଇଥାଉ, ଚାଞ୍ଚିକି ତାକୁ ଚଳେଇ ଦିଅ। ବାସ୍। ବୁଢୀ ହାତ ଯଦି ଟୋକା ଧରିଛି, କଣ ଆଉ ତାକୁ ଡିଭୋର୍ସ ଦବ? ନାଇଁ 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 ନାଇଁ, ଆଉ ତ ମିଳୁନାହାନ୍ତି ଆଉ। ନା, ଚଳେଇ ଦିଅ, ଚଳେଇ ଦିଅ। ଯେବେଟି ହୋଇବ ଭାତ ନକେଇ, ବାସ୍। ସାଙ୍ଗସାଥି ଭୋଜି କରୁଥବ, ବିୟର ମାଡ଼ କରୁଥବ, ଭାତ ବସେଇଥବ ଚୁଲିରେ, ତମର ଆଉ ମନେ ନଥବ ଭାତ ବସେଇଛ ବୋଲି, ଓହ୍ଲେଇବାକୁ ମନେ ନଥିବ। ଏ ବିୟର ମାଡ଼ କରୁ କରୁ ଟାଇମ ଯାଇଥବ, ଭାତ ନକେଇ ହେଇଯାଇଥବ। ଆଚ୍ଛା ଆଚ୍ଛା, କଅଁଳିଆ ହେଇଯାଇଥିବ। ଆଚ୍ଛା, ଏତେ କଅଁଳିଆ ହେଇଥିବ, ସେ କ୍ଷୀରି ଭଳିଆ ଭାତ ଭଳି ତମକୁ ଜଣା ପଡୁନଥବ। ମଟନ କରିଥବ, ଆଉ କଣ ଫେରିକି ଆସିବ? ନାଇଁ ମ, ଯାହା ହେଇଛି ଦିଅ ଚଳା। ଆମ ଚାରିକଳ ପକେଇଦବା ମଟନ ସାଥିରେ, କାମ ଚଳେ, ବାସ୍। ସିନା ତୃପତି ନାହିଁ, ମନ ଶାନ୍ତି ନାହିଁ। କାମ ଚଳିବ, ଆତ୍ମା ଶାନ୍ତି ଲାଗିବ। ନାଇଁ 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 ନାଇଁ, ସେମିତି ନିରଞ୍ଜନ ପୁରିଆ ଡାକିକି ନୃସିଂହ ହୁତା ସାଙ୍ଗରେ ଆଣିଛ ଗୋଟେ ପୋକରା ଆମ୍ବକୁ, ତେଣୁ ଯେହେତୁ ଆଣିଛ সোনা ଦାସକୁ, ମୁଁ କଣ ତାକୁ ଆଉ ଫୋପାଡ଼ି ଦେବି କିଲୋ ବାପା? ନାଇଁ 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 ନାଇଁ, ଦିଅ, କାମ ଚଳି ଯାଉ। ଆଜ୍ଞା, ଚଳିଲାଣି ତ, ଆଉ ଚଳେଇ ଦିଅ।